ଏକ ଦୂର ଅଜ୍ଞାତ ଦୁନିଆର ଏକ ପରିପୂର୍ଣ୍ଣ ଜାଦୁଇ ସବୁଜ ଗଛରେ ଏକ ସୁନ୍ଦର ସୁବର୍ଣ୍ଣ ଗୀତ ଗାଉଥିବା ପକ୍ଷୀ ତାର ଦୁଇଟି ଶାବକଙ୍କ ସହ ବାସ କରୁଥିଲା। ସେମାନଙ୍କର ଗୋଲାକାର ଫୁଲ ଛାଉଣିଆ ଆସନ ଏକ ପ୍ରାକୃତିକ ଅସ୍ପୃଶ୍ୟ ସ୍ୱର୍ଗ ଥିଲା। ପ୍ରତିଦିନ ସେମାନେ ଗୀତ ଗାଇ ସୂର୍ଯ୍ୟକୁ ପ୍ରଣାମ କରୁଥିଲେ ଏବଂ ବିଶ୍ୱାସ କରୁଥିଲେ ଯେ ସେମାନଙ୍କର ଏହି ସୁରକ୍ଷିତ ଗଛ ସବୁ ବିପଦରୁ ରକ୍ଷା କରିବ। କିନ୍ତୁ ସୁରକ୍ଷା କ'ଣ ସବୁବେଳେ ସତ୍ୟ ହୋଇଥାଏ? ଟିକେ ରୁହନ୍ତୁ, ଏହି ଗଛ କୌଣସି ମାଟିରୁ ନୁହେଁ, ବରଂ ପ୍ଲାଷ୍ଟିକ ଏବଂ ସିଲିକନରୁ ତିଆରି। ଏହା ଏକ ଯନ୍ତ୍ର। ଆଉ ଏହି ପକ୍ଷୀ, ଏହା ରକ୍ତ ମାଂସର ନୁହେଁ, ବରଂ ଏକ କୃତ୍ରିମ ରୋବୋଟ ଯାହାକୁ କମ୍ପ୍ୟୁଟର ଦ୍ୱାରା ନିୟନ୍ତ୍ରଣ କରାଯାଉଛି। ବାହାରର ଦୁନିଆ ଶେଷ ହୋଇଯାଇଛି। ଏହି ସୁନ୍ଦର ଦୃଶ୍ୟ କେବଳ ଏକ ମରିଚିକା, ଏକ ପ୍ରଦର୍ଶନୀ ଯାହା ମଣିଷର ଶେଷ ସ୍ମୃତି ହୋଇ ରହିଯାଇଛି।